ଦେଖ ଭାଇ ମୋର ଜଣେ ବିହାରର ବନ୍ଧୁ ମତେ ଫୋନ କରି ପଚାରିଲେ ଭାଇ ତମ ଆଡେ ବାତ୍ୟା ହେବାର ଅଛି ମାନେ କେମିତି କଣ ରହିବ କେମିତି କଣ କରିବ କଣ ଖାଇବ। ତ ମୁଁ ତାକୁ କହିଲି ଦେଖ ଭାଇ ଆମେ ଓଡିଆବାସୀ ଦିଟା ଜିନିଷକୁ କେବେ ଆଜି ସିରିୟସ ନେଇନାଉ। ଗୋଟେ ହେଲା ଆମ କରିବାର ଦୁସରା ହଉଛି ବାତ୍ୟା। ଏ ବାତ୍ୟା ଆମର ଆସୁଥାଏ ମାନେ ବାତ୍ୟାଟା ହଉଛି ଆମ ପାଇଁ ହଉଛି ରବିବାର ଡ୍ୟୁଟି ନହେଲେ ଓଭର ଟାଇମ ଭଳିଆ। ଆମେ ଚାହୁଁନା ଆମେ କରିବାକୁ ଚାହୁଁନା ବଟ୍ କରିବାକୁ ପଡେ। ସେମିତି ବାତ୍ୟାକୁ ବି ଆମେ ଏତେ ପସନ୍ଦ କରୁନା କି ଚାହୁଁନା ବଟ୍ ସେ ଆସିଯାଏ। ବାତ୍ୟା ଇଜ ଜଷ୍ଟ ଲାଇକ୍ ମାନେ କଣ କହିବି ଭୟୋଲେନ୍ସ। ମାନେ ଯଦି ଆମ ଓଡିଶା ହଉଛି ରକି ଭାଇ ତାହେଲେ ବାତ୍ୟାଟା ହଉଛି ଭୟୋଲେନ୍ସ। ମାନେ ରକି ଭାଇ ଯେମିତି କଣ ଭୟୋଲେନ୍ସ କୁ ଆଭଏଡ କରୁଥିଲେ ହି ଡୋଣ୍ଟ ଲାଇକ୍ ଦିସ୍ ହି ଆଭଏଡ ବଟ୍ ମାନେ ଭୟୋଲେନ୍ସ ତାଙ୍କୁ ଆଭଏଡ କରିପାରୁନଥିଲା ସେମିତି ଓଡିଶା ବି ସେମିତି ଆଉ କି ହି ଡୋଣ୍ଟ ଲାଇକ୍ ବାତ୍ୟା ହି ଆଭଏଡ ବଟ୍ ବାତ୍ୟା ଲାଇକ୍ସ ଓଡିଶା वी कांट अवॉइड। ଆଉ ଭାଇ ତମେ ନିଜେ କୁହ ଯାହା ନା ଥିବ ମୁଠା ତାକୁ କିଏ ସିରିୟସ ନବ। ମୁଠା ପୁରୁଷ ମାନେ ଆଜି ଯାଏ କେବେ ମୁଠାକୁ ସିରିୟସ ନେଇନାହାନ୍ତି ସେମାନେ ମୁଠାକୁ ସିରିୟସ ନେବେ। ମୁଠା ଆମେ ଆମ ଓଡିଶा ବାସୀଙ୍କୁ अलगा स्टेट भलिया भाविचो। ଆମେ बात्या देखी तांको गांडी फाड़ुथुआ हमको किसी फर्क पड़ेनी। जिन तूफानों में उनकी झोपड़ियां उड़ जाया करती है ना हम उन्हीं तूफानों में चड्डियां सुखाया करते हैं।